ଜିରାଫ ହରିଣକୁ କିଛି ବୁଝେଇଲା ଆଉ ସେ ହରିଣ ଯାଇ ଗଛ ପଛରେ ଲୁଚିଗଲା। ଆଉ ଜିରାଫ ସେଇ ଜାଗାରୁ ଜୋରରେ କଷ୍ଟରେ ନାଟକ କରି ଚିତ୍କାର କରି ଚାଲିଲା। ମତେ କିଏ ବଞ୍ଚେଇ ଦିଅ ସେ ବିଷାକ୍ତ ହୀରାରୁ, ମୋର ଅବସ୍ଥା ଖରାପ ହେଇଯାଉଛି। ବିଷାକ୍ତ ହୀରା? ଏ କ'ଣ ଶକ୍ତି ଅସ୍ତ୍ର କଥା କହୁନି ତ? ଏହା ଶୁଣି କୋକିଶିଆଳି ତା ପାଖକୁ ଗଲା। କ'ଣ ହେଲା ତମକୁ? କୋଉ ହୀରାର କଥା କହୁଛ? ଜଣା ନାହିଁ, ଆମ ଜଙ୍ଗଲରେ କୋଉଠିରୁ ଗୋଟେ ହୀରା ଆସିଗଲା ଆଉ ତାହାର ପଡ଼ିବା ପରେ ପୁରା ଜଙ୍ଗଲରେ ହାହାକାର ହଉଛି। ଏବେ ବୁଝିପାରୁନି ମୁଁ ବଞ୍ଚିବି କେମିତି। ଆରେ ବା, କାମ ହେଇଗଲା। ଏହା ଶୁଣି କୋକିଶିଆଳି ଖୁସି ହେଇକି କହିଲା, ତମେ ମୋତେ ଶୀଘ୍ର ତା ପାଖକୁ ନେଇ ଚାଲ, ମୁଁ ତାକୁ ହିଁ ଖୋଜୁଛି ଏବେ ଯାଏଁ। ଜିରାଫକୁ ଏବେ ତାର ପ୍ଲାନ୍ ସଫଳ ହେବାର ନଜର ଆସୁଥିଲା ଆଉ ସିଏ ତା ସହିତ ଶକ୍ତି ଅସ୍ତ୍ର ପାଖକୁ 2 ଜଣ ଚାଲିଲେ। ଆଉ ପଛରେ ହରିଣ ବି ତାଙ୍କ ପଛରେ ଲୁଚି ଲୁଚି ଯାଉଥିଲା। ଆଉ ଠିକ୍ ଅଳ୍ପ ଦୂରରେ ତାଙ୍କୁ ଶକ୍ତି ଅସ୍ତ୍ର ଦେଖାଗଲା। ସେଟା ତ ହଉଛି ଶକ୍ତି ଅସ୍ତ୍ର, ଏବେ ତାକୁ ମୁଁ ଏଇଠିରୁ ନେଇଯିବି। ହେଲେ ଏବେ ବି ଏହାଠୁ ଆଳୁଅ ବାହାରୁଛି, ତମକୁ କୌଣସି କ୍ଷତି ହବନି?